କଥା ଦେଇ କଥା ରଖିଲେ ଜିଲ୍ଲାପାଳ। ସୁବର୍ଣ୍ଣପୁର ଜିଲ୍ଲାରୁ ଏକ ମାନବିକତାର ଉଦାହରଣ ସାମ୍ନାକୁ ଆସିଛି। ଅସହାୟ ବୃଦ୍ଧ ଦମ୍ପତିଙ୍କ ଦୁଃଖ ବୁଝି ସେମାନଙ୍କୁ ଆବାସ ଯୋଗାଇ ଦେଇଛନ୍ତି ଜିଲ୍ଲାପାଳ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବାବୁପାଲି ପଞ୍ଚାୟତର ପଲସାପାଲି ଗ୍ରାମରେ ବସବାସ କରୁଥିବା ବୃଦ୍ଧ ଦମ୍ପତି ରାଜେନ୍ଦ୍ର ପ୍ରଧାନ ଓ ତାଙ୍କ ପତ୍ନୀ ଦୀର୍ଘ ଦିନ ଧରି ଅସହାୟ ଅବସ୍ଥାରେ ଜୀବନଯାପନ କରୁଥିଲେ। ସେମାନେ ତାଙ୍କର ମାନସିକ ଭାବେ ଅସୁସ୍ଥ ପୁଅଙ୍କ ସହ ପଲିଥିନ୍ ତଳେ ରହୁଥିଲେ। ଏହି ଦୁଃଖଦ ଅବସ୍ଥା ସମ୍ବନ୍ଧରେ ଖବର ପାଇ କିଛି ଦିନ ପୂର୍ବରୁ ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ସେମାନଙ୍କୁ ସ୍ୱୟଂ ନିଜେ ତାଙ୍କୁ ଦେଖା କରିବାକୁ ଆସିଥିଲେ। ସେ ସମୟରେ ସେ ବୃଦ୍ଧ ଦମ୍ପତିଙ୍କ ଅବସ୍ଥା ନିଜେ ଦେଖିଥିବା ସହ ଶୀଘ୍ର ଘର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଆଜି ସେହି ପ୍ରତିଶ୍ରୁତିକୁ ପୂରଣ କରି ଜିଲ୍ଲାପାଳ ପଲସାପାଲି ଗ୍ରାମକୁ ପହଞ୍ଚି ବୃଦ୍ଧ ଦମ୍ପତିଙ୍କୁ ଆବାସ ଘର ଯୋଗାଇ ଦେଇଥିବା ସହ ନୂତନ ଘର ନିର୍ମାଣ କାମର ଶୁଭାରମ୍ଭ କରିଥିଲେ। ଜିଲ୍ଲାପାଳଙ୍କ ଏହି ମାନବିକ ପଦକ୍ଷେପକୁ ସ୍ଥାନୀୟ ଲୋକମାନେ ଉଚ୍ଚ ପ୍ରଶଂସା କରୁଛନ୍ତି। ଏହା ସହିତ ବୃଦ୍ଧ ଦମ୍ପତିଙ୍କ ମୁହଁରେ ଏବେ ହସ ଫୁଟିଛି। ଏହି ଅବସରରେ ବିଡିଓ ଶରତ କୁମାର ବାଘ ଓ ବାବୁପାଲି ସରପଞ୍ଚ ସହିତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।